ଆଜି କ'ଣ ପଢିବା? କମ୍ପେୟାରିଂ କ୍ୱାଣ୍ଟିଟିଜ୍ ନୁହେଁ କି? ଆକ୍ଚୁଆଲି ବଢିଆ ଟପିକଟେ ଏଇଟା ହେଲା, ବଢିଆ ବଢିଆ କ୍ୱେଶ୍ଚନ୍ ଆନ୍ସର ଆସିବ ହେଲା, ଟ୍ରିକି କ୍ୱେଶ୍ଚନ୍ ଆନ୍ସର ଆସିବ ସବୁ। ରେସିଓ ଯିଏ ଆସିଥିବ ନା, ଯାର ହେଇଯାଇଥିବ ରେସିଓ ସେ କରିଦେବ ହେଲା, ରେସିଓ ଯିଏ ପ୍ରପରଲି ଶିଖିଥିବ। ବୁଝିଲ କି ନାହିଁ? ବେସିକାଲି ଫ୍ରାକ୍ସନ୍ ଟୁ ରେସିଓ କନଭର୍ସନ୍, ହଁ ପରସେଣ୍ଟେଜ ଟୁ ଫ୍ରାକ୍ସନ୍ କନଭର୍ସନ୍, ଜାଣିଛ କି ନାହିଁ? Yes, sir, ଜାଣିଛୁ। ତାହେଲେ ଏଇ କ୍ୱେଶ୍ଚନଟା କୁହ। ହେଲା, କୁହ କୁହ। ଟୁ ନମ୍ବର୍ସ ଆର୍ ଇନ୍ ଦ ରେସିଓ 3:9। ଦୁଇଟା ନମ୍ବର ଅଛି, ତାଙ୍କ ରେସିଓ କେତେ ଦେଇଛି? 3:9 ଦେଇଛି ହେଲା। ସେ ନମ୍ବର ଅରିଜିନାଲ ପାର୍ଟଟା ଆମେ ଜାଣିନାହାନ୍ତି। ରେସିଓ ମାନେ କ'ଣ ଆକ୍ଚୁଆଲି ଆମେ ଜାଣିଛନ୍ତି? ହ୍ୱାଟ୍ ଇଜ୍ ଦ ମିନିଂ ଅଫ୍ ରେସିଓ? ସାର୍ ଅନୁପାତ। ତା ପାଇଁ ତା ଓଡ଼ିଆ ମାନେଟା କହୁଛି ଅନୁପାତ। ରେସିଓର ମାନେ ଆକ୍ଚୁଆଲି କ'ଣ? ମୁଁ କହିଲି 10 ଆଉ ଗୋଟେ 15, ଆଙ୍କ ରେସିଓଟା କେତେ ଆସିବ? କେତେ ଆସିବ? ସାର୍ 2:3। 2:3। ତାହେଲେ ଆଙ୍କ ଦୁଇରେ ଆମେ କ'ଣଟେ ନେଇଗଲେ କାଢ଼ିକି, ଯେଉଁଟା 2:3 ପାଇଲା? କ'ଣଟେ କାଢ଼ିକି ନେଲେ? ହଁ 5 କାଢିଲେ। 5 କାଢ଼ିଲେ। ସେ 5ଟା କ'ଣ? 10ଟାକୁ ଆମେ ଲେଖିପାରିବା, 10 ଥିଲା ନା, 10ଟାକୁ ଆମେ ଲେଖିପାରିବା 5 × 2 ଲେଖିପାରିବାନି କି ହେଲା। ଆଉ 15ଟାକୁ ଲେଖିପାରିବା 5 × 3। ତାହେଲେ ଏଇ ଯେଉଁ 10 ଆଉ 15ର HCFଟା କେତେ? ତାଙ୍କ HCF କେତେ? 5 ନୁହେଁ କି? ହାଇଏଷ୍ଟ କମନ୍ ଫ୍ୟାକ୍ଟର। ତାହେଲେ ରେସିଓ ଆମେ ଯେତେବେଳେ କାଢ଼ନ୍ତି, ଯେଉଁ ଦୁଇଟା ନମ୍ବର କାଢ଼ିବା କି 3ଟା ନମ୍ବର କାଢ଼ିବା କି 4ଟା ନମ୍ବର କାଢ଼ିବା, ସେ 4ଟା ନମ୍ବର କି 2ଟା ନମ୍ବର HCFଟାକୁ ଆମେ ନେଇଯାଆନ୍ତି, କ୍ୟାନସଲ୍ କରିଦିଅନ୍ତି। HCFଟା କ୍ୟାନସଲ୍ କଲା ପରେ ଯେଉଁ ପାର୍ଟଟା ବଞ୍ଚିଯାଏ ସେଇଟାକୁ ରେସିଓ ଆକାରରେ ଲେଖନ୍ତି, ଏହା ନୁହେଁ କି? ବୁଝୁଛି ନାହିଁ? ତାହେଲେ ଏଇଠି ବି HCFଟା କ୍ୟାନସଲ୍ ହେଇଛି କି ନାହିଁ? ଏଇଠି କିଛି ଗୋଟେ ଥିବ HCF, ଏଇଠି ବି କିଛି ଗୋଟେ HCF ନଥିବ କି? ତାପରେ ସବୁଠୁ ସ୍ମଲେଷ୍ଟ ପାର୍ଟଟା ହେଇଛି। ପୁଣି 3:9 ମାନେ କେତେ କହିଲ? 3:5 ନଟ୍ 9। ରେସିଓ ସବୁବେଳେ ସ୍ମଲେଷ୍ଟ ପାର୍ଟରେ ଲେଖାଯାଏ। ବୁଝୁଛି କି ନାହିଁ? ମାନେ 3x 5x। ହଁ, କିଛି ବି ଗୋଟେ ମଲ୍ଟିପ୍ଲାଏ ହେଇକି ଅଛି, ଏଇଟା ଆମେ ଜାଣିବା କଥା। ଓକେ, ତାପରେ ନେକ୍ସଟ କ'ଣ କହୁଛି? ଇଫ୍ 9 ଇଜ୍ ସବଟ୍ରାକ୍ଟେଡ୍ ଫ୍ରମ୍ ଇଚ୍। ତାହେଲେ ଏଇଟା ଆ ଦେହରେ ସେ ଯେଉଁ HCFଟା ମଲ୍ଟିପ୍ଲାଏ କଲା ପରେ ଗୋଟେ ସଂଖ୍ୟା ହେବ କି ନାହିଁ, ନା ହେବନି? ହବ। ହଁ, ସେ ସଂଖ୍ୟାଟାକୁ ଆମେ ସେ ଯେଉଁ ଡିଜିଟଟାକୁ ମଲ୍ଟିପ୍ଲାଏ କରିବାକୁ ପଡ଼ିବ, ସେ HCF ପାର୍ଟଟାକୁ। ନହେଲେ କନଫ୍ୟୁଜିଂ ହେଇଯିବ, ଆମେ କାଢ଼ିବା କଷ୍ଟ ହେଇଯିବ। କ'ଣ କହିଲି, ଶୁଭିଲା କି ନାହିଁ? ଏବଂ ଏଇଥିରେ ଯେଉଁଟା ମଲ୍ଟିପ୍ଲାଏ ହେଇଥିବ, ଯେଉଁ HCFଟା, ଏଇଥିରେ ବି ସେଇ ସେମ୍ HCF ମଲ୍ଟିପ୍ଲାଏ ହେଇଥିବ। ଅଦରୱାଇଜ ସେଇଟା ନମ୍ବର ହେଇପାରିବନି। ଏଇ କେସ୍ ଯେମିତି ମୁଁ ବୁଝେଇଲି, ମୁଁ 10 ଆଉ 15 HCF ରେସିଓ ହେଉଛି 2:3। ଏଇଠି 5 HCF ହେଉଛି କ୍ୟାନସଲ୍ ଆଉଟ୍ ହେଇଛି, ସେଥିପାଇଁ 2:3 ହେଇଛି। ବୁଝିହେଉଛି କି ନାହିଁ? ତ ଏଇଠି ସେମିତି ସେ ପାର୍ଟଟା କେତେ ଆମେ ଜାଣିନାହାନ୍ତି। ବୁଝିହେଉଛି କି ନାହିଁ? ସେଥିପାଇଁ ଆମେ ଏଇଟାକୁ କନସିଡର କରିବା, ଏଇଟା ବି ଏଠି x ଅଛି, ଏଇଠି ବି x ଅଛି। କ'ଣ ବୁଝିପାରିଲ କି ନାହିଁ ରେ? ତାହେଲେ ନମ୍ବରଟା ଏଠି କେତେ? ନମ୍ବରଟା ଏଠି 3x ଗୋଟେ ନମ୍ବର, ସେକେଣ୍ଡ ନମ୍ବରଟା କେତେ? 5x। ସେ କହୁଛି if 9 is subtracted from each, ତା ମାନେ 3x ରୁ 9 ସବଷ୍ଟ୍ରାକ୍ଟ କଲେ, 5x ରୁ ବି 9 ସବଷ୍ଟ୍ରାକ୍ଟ କଲେ। ବୁଝିପାରିଲ ନା ନାହିଁ? ତାହେଲେ ଏବେ ଯୋଉ ନ୍ୟୁ ନମ୍ବରଟା ପାଇଲେ 9 ସବଷ୍ଟ୍ରାକ୍ଟ କଲା ପରେ, ତାଙ୍କ ରେସିଓ ତା ମାନେ କ'ଣ? 3x - 9 ଡିଭାଇଡେଡ୍ ବାଇ 5x - 9 ଇଜ ଇକ୍ୱାଲ୍ ଟୁ ହାଉ ମଚ୍? ତାଙ୍କ ନ୍ୟୁ ରେସିଓ କେତେ ହେଲା? 12/23। ଏଗୁଡ଼ାକୁ ସିମ୍ପଲ କ୍ରସ୍ ମଲ୍ଟିପ୍ଲାଏ କରିଦେବ, x କ୍ୟାନସଲ୍ କରିଦେଇକି ନମ୍ବର ଅଲଗା କରିଦେଇକି ଡିଭାଇଡ୍ କରିଦେବ, ହେଇଯିବ। କିଛି ଆଉ ନାହିଁ। କ'ଣ କହିଲି, ବୁଝିପାରିଲ କି ନାହିଁ? ସିମ୍ପଲ। ଆସିବନି ହେଲା। ଏଇଠୁ ଆସିବ। ଏଇଠୁ ଯଦି ନ ଆସିବ ତାହେଲେ ଲିଟିଲ୍ ବିଟ୍ ୱରିଡ୍ ଆକ୍ଚୁଆଲି। ଏଇଠୁ କ୍ରସ୍ ମଲ୍ଟିପ୍ଲାଏ 23ରେ ଏଇଟା ମଲ୍ଟିପ୍ଲାଏ କରିବା, 12ରେ ଏଇଟା ମଲ୍ଟିପ୍ଲାଏ କରିବା। 23 ହାଉ ମଚ୍? 69x ମାଇନସ୍ 23 ନୂଆ କେତେ? 207। 207 is equal to 1250 or 60x minus 108। ତାହେଲେ 69x ରୁ 60x ଟା ଏପଟକୁ ନେଇ ଆସିବା, କେତେ ହେଇଯିବ? 9x ହେଇଯିବ। ତାହେଲେ ଏଇ 207 ସେପଟକୁ ନେଇଯିବା, କେତେ ହେଇଯିବ? ପ୍ଲସ୍ 207 ମାଇନସ୍ 108, କେତେ ହେଇଯିବ ସେଟା? 117 ନା?
118 सतुर 18 ହେଲା 9 No, 9, 119. 17 18 ହେଲା 9 ହେଲା No, ତାପରେ no, next no. 9 ତାପରେ ଏଠି କେତେ ଅଛି ଏଠି 9 9 9 ହେଲା 9 Hmm. ତାପରେ କେତେ ଆସିଲା ତାପରେ ସଇଲା ପରେ ସେତିକି 99 ହଉଛି। 99 90 ହଁ Yes 99 sir. 260 ଠିକ ଅଛି Yes sir, 99 99. ତାହେଲେ 9x ଯଦି ହେଲା 99 ତାହେଲେ x କେତେ ହେଇଯିବ 11 ହବ, ବହୁତ 11 ଇଜି ହେଇଗଲା ନା ବାହାରିଗଲା। ତାହେଲେ x 11 ମାନେ 33 ସେ ହବ। ଫ୍ୟାକ୍ଟର ଟାଇମ ପାଇଗଲେ ନୁହେଁ କି ତାହେଲେ ସ୍ମଲେଷ୍ଟ ନମ୍ବର Yes ଏଇଟା sir. ତ ଦିସ୍ ଇଜ ନମ୍ବର 33 ଗୋଟେ ନମ୍ବର ଆଉ ଗୋଟେ 55 ଗୋଟେ ନମ୍ବର ତ ସ୍ମଲେଷ୍ଟ କୋଉଟା ଦିସ୍ ଇଜ ଦ ନମ୍ବର ବୁଝିପାରିଲା ନାହିଁ ଏନି ପ୍ରୋବ୍ଲେମ ବୁଝିଗଲା। କିଛି ନାହିଁ ତମେ କରିପାରିବ ହେଲା ମନେ ରଖିଥାଏ ସବୁବେଳେ ରେସିଓ ମାନେ ତାର ଏସିଏଫ୍ ଟା କ୍ୟାନସଲ ହେଇଛି ଏସିଏଫ୍ ଟାକୁ ଆମେ x ସବୁବେଳେ ନିଅନ୍ତି ନମ୍ବରଟା କାଢିବାକୁ ହେଲେ ହେଲା ନେକ୍ସଟ କ୍ୱେଶ୍ଚନ କରିବା Yes sir. ସେ କହୁଛି what percent of 1 liter is 50 ସେଣ୍ଟିମିଟର କ୍ୟୁ ବୁଝିହେଉଛି କି ନାହିଁ what percent ମାନେ 1 ଲିଟରରେ କେତେ ପରସେଣ୍ଟ what percent ମାନେ କଣ ଡ୍ୟାଶ ପରସେଣ୍ଟ of 1 liter is equal to 50 ସେଣ୍ଟିମିଟର କ୍ୟୁ ଏଇଟା ପଚାରିଛି ତାହେଲେ ଏଇ ପରସେଣ୍ଟ ଟାଇମରେ କେତେ ଲେଖିବା ଏଇ ଡ୍ୟାଶରେ କେତେ ଲେଖିବା ସବୁବେଳେ ମନେ ରଖିଥାଅ ଗୋଟେ ଲିଟର କେତେ ସେଣ୍ଟିମିଟର କ୍ୟୁ କହିପାରିବ ଏନି ଆଇଡିଆ ସାର୍ ଲିଟର ମିଲିଲିଟର ତ ସେଣ୍ଟିମିଟର ନଥାଏ। ଏଇ ତ ଅଛି ୟୁନିଟ କନଭର୍ସନରେ ଟ୍ରିକ୍ସ ବୁଝାଉଛି ୟୁନିଟ କନଭର୍ସନରେ ଟ୍ରିକ୍ସ ଅଛି ହେଲା କଣ ହବ କୁହ 1 ଲିଟର ଇଜ ଇକ୍ୱାଲ ଟୁ କେତେ ସେଣ୍ଟିମିଟର କ୍ୟୁ ସର୍ଚ୍ଚ କର କିଛି କଥା ନାହିଁ କଣ କହିପାରିବନି ଆରେ ଇଏ କଣ ହୁଁ ଟିକେ ରୁହନ୍ତୁ। ହୁଁ ସାର୍ ଆସିବ, ଟିକେ ରୁହନ୍ତୁ। କୁହ ତମକୁ ସର୍ଚ୍ଚ କରି କହିବାର ଅଛି ମତେ ମୁଁ ଏତେ କଥା ଜାଣିନି ହ୍ୟାଭ୍ ଟୁ ଟେଲ୍ ସର୍ଚ୍ଚ କଲେ ତମ ମାଇଣ୍ଡରେ ପଶିବ ହେଲା କେତେକିରେ So, 50/1000 into 100. ମୁଁ ତମକୁ ପଚାରିଲି No, sir. 1 ଲିଟର ଇଜ ଇକ୍ୱାଲ ଟୁ ହାଉ ମଚ୍ ସେଣ୍ଟିମିଟର କ୍ୟୁ କେତେ Yes, sir. Sir, এটা হবো 1000 centimeter cube. 1 ଲିଟର ଇଜ ଇକ୍ୱାଲ ଟୁ 1000 ସେଣ୍ଟିମିଟର କ୍ୟୁ ବୁଝଉଛି ନା ନାହିଁ ରେ Yes, sir. Yes, sir. ହେଲା 1000 ତ ଏଇ ଜିନିଷଟା The ତମେ percentage. ଦେଖ ସମସ୍ତେ ସବୁ ଜିନିଷ ଜାଣିନଥାନ୍ତି ଯଦି ଆମେ ନ ଜାଣିଥାନ୍ତି ଡିଫରେଣ୍ଟ ଟାଇପ୍ ଅଫ୍ କ୍ୱେଶ୍ଚନ୍ କଲେ ଯୋଉ ଡିଫିକଲ୍ଟି ସେ ଆମକୁ ପୁଣି ସେତେବେଳେ ନୂଆ ଜିନିଷ ଜାଣନ୍ତି ଶିଖନ୍ତି ଏବଂ ସେ ଜିନିଷକୁ ମନେ ରଖନ୍ତି ବୁଝୁଛି କି ନାହିଁ ତ 1 ଲିଟର ହେଉଛି 1000 ସେଣ୍ଟିମିଟର କ୍ୟୁ ଏଇଟା ଜାଣିଲ ଜାଣିଲନି ତାହେଲେ ଏଇଠି 1 ଲିଟର ଜାଗାରେ ଆମେ ଲେଖିପାରିବା କି ନାହିଁ 1000 ସେଣ୍ଟିମିଟର କ୍ୟୁ Hmm. ଲେଖିପାରିବାନି Yes, sir. ତ ଏଇଠି ହେଲେ ପରସେଣ୍ଟେଜଟା Yes, କାଢିବା sir. କେତେ ପରସେଣ୍ଟେଜ ତାହେଲେ ଏଇଟା ମନେକର ଆମେ ନେଲେ ଏକ୍ସ ପରସେଣ୍ଟେଜ କେତେ ନେଲେ ଏକ୍ସ ପରସେଣ୍ଟେଜ ଇଣ୍ଟୁ 1000 ଇଜ ଇକ୍ୱାଲ ଟୁ ତାହେଲେ 50 ପାଇଲେନି ଏଇଟା Yes, sir. ଏଇଟା ଗୋଟେ ଇକ୍ୱେସନ ହେଇଗଲା ମୁଁ ତମକୁ କହିଥିଲି ପରସେଣ୍ଟେଜ ଏଇ ସିମ୍ବଲ ମାନେ ଦିଟ୍ ମିନ୍ସ 1/100 କହିନଥିଲି କି ହେଲା Yes, sir. ତ 1 ଏଠି ଏକ୍ସ minute. ପରସେଣ୍ଟ ଅଛି ତା ମାନେ କଣ x/100 ୟେସ୍ ଅର୍ नो ଇଣ୍ଟୁ 1000 इज इक्वल टू 50 तो ये कैंसिल ହେଇଗଲା टू जीरोस कैंसिल आउट ହେଇଗଲା तो x इंटू 10 इज इक्वल टू 50 ये सर नो ତାହେଲେ x କେତେ ହେଇଯିବ 50/10 इज इक्वल टू 5 5 ହବ। 5%. तो 5 इज द आंसर दिस इज द आंसर ବୁଝା ହଉଛି ନା ନାହିଁ Yes, sir. ବୁଝିଗଲା। ନା ବୁଝା ହଉନି Yes, sir. ବୁଝିଗଲା। ତ ଏଇ କ୍ୱେଶ୍ଚନଟାକୁ ଏଇ କ୍ୱେଶ୍ଚନରେ ଟ୍ରିକ୍ କଣ ଗୋଟେ ଜିନିଷ ମନେ ରଖିବାର ଅଛି 1 ଲିଟର ଇଜ ଇକ୍ୱାଲ ଟୁ 1000 ସେଣ୍ଟିମିଟର ଆଉ କିଛି କ୍ୱେଶ୍ଚନ ନାହିଁ ଏତିକି ଜିନିଷ ମନେ ରଖିବାର ଅଛି 1 liter is equal to 1000 centimeter cube. Any difficulty ଅଛି ଏ question ରେ? No, Hello. sir. ଆପଣ next question କରିବା
এই কোশ্চেনটা কର କେତେ ଆନ୍ସର ବାହାରିଲା ଆର 600 600. 600. ହଁ କ'ଣ କହୁଛି Yes, sir. 150% ଅଫ୍ ଏ ନମ୍ବର ଇଜ 900 ତାହେଲେ ସେ ନମ୍ବରଟା ଆମେ କିଛି ଜାଣିନାହାନ୍ତି Yes, sir. 150% means 150 by 100 yes or no Yes, sir. into that number we don't know is 900 simple ତାହେଲେ ଏଇଟା କେତେ ହେଇଯିବ ଏଇଠି ଗୋଟେ ଜିରୋ Sir. କ୍ୟାନସଲ ହେଇଗଲା ନୁହେଁ କି ତ ଏଇ ପାର୍ଟଟା କେତେ ପାଇବା ଏଇ ପାର୍ଟ ଦିସ୍ ଇଜ ଇକ୍ୱାଲ ଟୁ 900 ଇଣ୍ଟୁ ଏଇ 10ଟା କ୍ରସ୍ ମଲ୍ଟିପ୍ଲାଏ ହେବ ଡିଭାଇଡେଡ୍ ବାଇ 15 1500 କେତେ ହେଇଗଲା 90 ଏଠି ଗୋଟେ ଶୂନ ଅଛି ଏଠି ଗୋଟେ ଶୂନ ଅଛି 600 ଆନ୍ସର ବୁଝିହେଲା ନାହିଁ ରେ କିଛି ବି ନାହିଁ ଆକ୍ଚୁଆଲି ଆଉ ଏଇ ଜିନିଷ ଯଦି ନ ହେଇପାରିବ ଆଉ ତାହେଲେ କ'ଣ କରାଯାଇପାରିବ ଆକ୍ଚୁଆଲି ଏଇଟା ସବୁ ସିମ୍ପଲ କାଲକୁଲେସନ୍ ଆକ୍ଚୁଆଲି ନୁହେଁ କି ତ ନେକ୍ସଟ କ୍ୱେଶ୍ଚନ ଦେଖ କ'ଣ କହୁଛି which of the following is greater than 16.3% which of the following is greater than 16.3% କରୁଛୁ ଗୋଟେ ସେକେଣ୍ଡ ଦେଖ ମୁଁ କ'ଣ କହୁଛି ଶୁଣ କଣ କଲି କିଛି ଫୋପାଡ଼ିଲା ମାନେ କ'ଣ ତୁ ଗୋଟେ ସଲ୍ଭ ନ କରି କାହିଁ କହୁଛୁ ବିଟା ହବ କି ମାନେ ଡିଟା ହବ କି ମାନେ କ'ଣ କେମିତି ଜାଣିଲୁ ସଲ୍ଭ ତ କରିକି କହିବା ଆଟଲିଷ୍ଟ ବୁଝିହେଉଛି ନା ନାହିଁ ଦେଖ ମୁଁ ଯାହା କହୁଛି ଶୁଣ ଆଗେ ଏଇଟା ଆମେ କ'ଣ ପରସେଣ୍ଟ ଏଇଟା 160 ଆଉଟ୍ ଅଫ୍ 1000 ତା ମାନେ କ'ଣ ତା ଫ୍ରାକ୍ସନଟା କେତେ So 163 by 1000 into 100. So percentage बारबो. 100 100% ମାରିବା Yes, sir. ଆର ପରସେଣ୍ଟଟା କେତେ କ୍ୟାଲକୁଲେଟ୍ କରିବା ଆସିବନି ଏଇଟା Yes, sir. So କେତେ ହେଲା ଇଏ 0 କଟିଗଲା ଏଇଟା କେତେ ହେଲା 16.3 16.3. 16.3% এইটা ইকুয়াল টু ହେଇଗଲା ଆ ସହିତ এইটা ହେଉଛି କ'ଣ 16.3 ସହିତ ଇକୁଆଲ ହେଇଗଲା ତ ଏଇଟା ହବନି ଯୋଉ ଏଇଟା ଅଛି 113 ଆଉଟ୍ ଅଫ୍ 250 କେତେ ଏଇଟା Sir, it about 226 by 5%. ଇଣ୍ଟୁ 100% ହବ କି ନାହିଁ Yes, sir. ତ ଇଏ ଗୋଟେ ଜିରୋ କ୍ୟାନସଲ ହେଇଗଲା ହେଇଗଲା କି ନାହିଁ ହେଲାନି ତ 25 ଏଇଟା କେତେ ହେଇଗଲା କହିଲ 130 1130 ଡିଭାଇଡେଡ୍ 25 ତ ଏଇଟା ହରିଲା ପରେ କେତେ ପାଇବା ଏଇଟା ତମକୁ ଲାଗୁନି ଏଇଟା ମୋର ଦେନ୍ ଯୋଉ 16% ଏଇଟା ହରନ No. ହବନି ଆବେ 1130 ରେ 25 ହରିଲୁ କେତେ ଆସିବ ଦେଖିବୁ 25 ଚో କେତେ ଏଠି 100 ଆସିଲାଣି ଏଠି 13 ଆସିଲାଣି 130 ଏଗେନ୍ 25 ପଞ୍ଚା କେତେ 125 Yes. ତାହେଲେ ଇଏ 45% ଆସିଲାଣି ଆସିକି ଦିସ୍ ଇଜ ମୋର ଦେନ୍ 45% ପୁଣି ତ ଆଉ ଗୋଟେ 5 ବଢୁଛି ବୁଝିହେଉଛି କି ନାହିଁ ତ ବି ବିଟା ଆମ ଆନ୍ସର ହେଇଗଲା ଆଉ କିଛି କାଢ଼ିବା ଆବଶ୍ୟକ ନାହିଁ Yes, sir. ହେଲା କି ନାହିଁ କହିଲି କେତେବେଳେ ତୁ ଡି କହିଥିଲୁ ନା କ'ଣ ପା ସାର୍ ବି କହିଥିଲି ବି କହିଥିଲୁ ଦେଖ ତୁମକୁ ଗୋଟେ ଜିନିଷ ଦେଖିବାର ଅଛି ମୁଁ ଯଦି କହିବି 5ଟା 10ରେ କେତେ ପରସେଣ୍ଟ କେତେ 5 ଆଉଟ୍ ଅଫ୍ 10 କେତେ ପରସେଣ୍ଟ ହବ କେତେ ପରସେଣ୍ଟ ହବ ରେ 5 ବାଇ 10ଟା 10ର ଅଧାଟା ନୁହଁ 5ଟା ଅଧା ମାନେ କେତେ ପରସେଣ୍ଟ କିରେ ହାଫ୍ ମାନେ କେତେ ପରସେଣ୍ଟ 50% ସିମ୍ପଲ ଜିନିଷ ତ 250ର ଅଧାଟା କେତେ 113 So ବାଇ what? 225 50 250ର ହାଫ୍ଟା କେତେ କିରେ 125 ନୁହେଁ କି 125. ତ 125 କ୍ଲୋଜଲି ନାହିଁ କି 113 ତାହେଲେ 50% ଟିକେ Yes, କମ୍ sir. ହବନି କି ସେ Yes, sir. ଏଇଟା ତ 16% ଅଛି ତ ଆଖି ବୁଝିକି ଆମେ ଏଇଟା ବି କହିପାରିବା ଦେଖିକି କହିଦେଇପାରିବା ବୁଝାଉଛି ନା ନାହିଁ ହେଲା ଠିକ୍ ଅଛି ଓକେ ତମେ କିନ୍ତୁ ସଲ୍ଭ କରିବ ବେଟର ହବ ହେଲା ଏମିତି ସଲ୍ଭ କରିବ ବେଟର ହବ କାହିଁକି ଦେଖିବାକୁ ଗଲେ তুমি ମିଷ୍ଟେକ୍ କରିପାର ହେଲା କାହିଁକି ଆମେ ଗୋଟେ ମାର୍କ ଲୁଜ୍ କରିବା ଆମ ଭୁଲ ପାଇଁ डिस्टर्ब करा मते कुछ द फॉलोइंग आर द स्टेप्स इन्वॉल्वड इन फाइंडिंग द वैल्यू ऑफ पीएस टू क्यू बुझुची कि नहीं ना हेलो लो
हेलो Sir. हाँ Yes, sir. हेलो सुनो the following are the steps involved in the finding the P/Q पहले P/Q रेशियो काढू से ओके तो if this much is equal to this much कहते 3P minus 2Q divided by 4P minus 7Q is equal to 5 by ଯଦି 4P ହେଲା ତାହେଲେ P/Q ରେସିଓଟା କେତେ କାଢିବ ସେ ମେଥଡରେ which arrange them in a sequential order from the first to last step ତ ଜାଣିପାରିବେନି ରେ ପିଲା ତାହେଲେ ଏଇଟା ହଉଛି ଏକ୍ସପ୍ରେସନ ପ୍ରଥମେ ଦେଇଛି ଆମକୁ ମୁଁ କହିଲି ସୁବିଧା ନାହିଁ ଏଇଟା ଆମକୁ ଏକ୍ସପ୍ରେସନ ଦେଇଛି ତାହେଲେ ଏଇଟାକୁ ଆମେ ସଲ୍ଭ କରିବା ଆପରେ ପ୍ରଥମ ଷ୍ଟେପଟା କ'ଣ ହବ ସଲ୍ୟୁସନର ପ୍ରଥମ ଷ୍ଟେପଟା କ'ଣ ହବ ଲେଖିବ ଏତିକି ଜିନିଷ ମାନେ ତ ଏଇଠି କ'ଣ ହବ ଆମେ ଏଇଠି କ'ଣ କରିବା ଏଇଠି ପ୍ରଥମେ କ'ଣ କରିବା এইটা কেবে Sir, first আପରେ এই স্টেপটা হব কি এইটা হবনি এইটা সবলে লাস্ট স্টেপ পড়ে আমার লাগুଛି নয় কি এক নম্বরটা সবলে লাস্ট স্টেপ পড়ে লাগুনি কি যদি এইটা ইজিকুল এইটা ইট ইমপ্লাইজ এইটা ইজিকুল এইটা এটা লাস্ট স্টেপ পড়ে লাগুনি Yes, sir. ଆମକୁ ତ PS Yes, ଟୁ sir. Q ର ରେସିଓ କାଢିବାର ଅଛି ନା ହେଲା ତ ଦେଖ ମୁଁ ଜାଣିଗଲି ଏଇଟା ଆମର Sir, ଲାଷ୍ଟ ସ୍ଟେପ କାରଣ ଏଇଠି ରେସିଓ ବାହାରିଛି ତ ମୁଁ ଆଉ ଚେକ୍ କରିବି କିଛି ମୁଁ ଖୋଜିବି ଏକଟା କୋଉଠି ଲାଷ୍ଟରେ ଅଛି ଏଣ୍ଡିଂରେ ଅଛି ଆଉ ମୁଁ ଏଗୁଡ଼ା କିଛି ଚେକ୍ କରିବିନି ଟାଇମ୍ କିନ୍ତୁ ସେଭ୍ ହେଉଛି ଦେଖ ପିଲାମାନେ ସବୁ ଚେକ୍ କରିବେ କିନ୍ତୁ ଯିଏ ପ୍ରକୃତରେ ଟିକେ ଟିକେ ଟ୍ରିକି ଥିବ ସେ ଆଉ ଏଇଠୁ ଚେକ୍ କରିବେନି ତ ଏକଟା ଏଇଠି ଏଣ୍ଡରେ ଅଛି ମୁଁ ସିଧା ବି ବିଟ୍ Yes, ମାରିବି sir. ଆଖି ବୁଝିକି ଆଉ ଫର୍ଦର ଚେକ୍ କରିବିନି ମୋର ଟାଇମ୍ ସେଭ୍ ହେଲା 1 ମିନିଟ୍ ବୁଝିପାରିଲ ନା ନାହିଁ ରେ Yes, sir. ହେଲା 5 ନମ୍ବରଟା ବି ବିଟ୍ ବି ଆନ୍ସର ଦେଇଛି ତମେ ଜାଣିପାରୁଥିବ ହେଲା ନା ତ ଯୋଉ ପିଲା ସ୍ମାର୍ଟ ସେମାନେ ଏଇ ୱେରେ ଥିଙ୍କ କରିବେ ବୁଝୁଛି ନା ନାହିଁ ଆଉ ଯିଏ ଟିକେ ଲେଜି ହେଇଗଲା ସେ ରହିଗଲା ସିମ୍ପଲ ମାଇଣ୍ଡଟା ଟିକେ ସ୍ମାର୍ଟ ହବାକୁ ପଡ଼ିବ ତମକୁ ଯଦି ଏଇଟା ହେଉଛି 5 ନମ୍ବର ଷ୍ଟେପ୍ ଏଇଟା କାରଣ ଏଇଠି ଆମେ ଆନ୍ସର ପାଉଛନ୍ତି ନା PS ଟୁ Q ର ରେସିଓଟା ସରିଗଲା ମୁଁ ଆଉ ଫର୍ଦର ଚେକ୍ କଲେ ମୋ ଟାଇମ୍ ସେଭ୍ ହେଲାନି ନାହିଁ ସେଇ ଟାଇମ୍ଟାକୁ ଆଉ ଅନ୍ୟ ଡିଫିକଲ୍ଟ କ୍ୱେଶ୍ଚନ୍ ପକେଇବି Sir, 3 ଦେଇଥାନ୍ତା। ଦିଟା 1 ଥିଲେ ଚେକ୍ କରିଥାନ୍ତ ବୁଝିପାରିଲ କି ନାହିଁ ଦିଟା 1 ଥିଲେ ସେଇ ତ ଦିଟା 1 ଦବନି ଆକ୍ଚୁଆଲି ଯଦି ଏଇଟା ଆକ୍ଚୁଆଲି ବଡ଼ କ୍ୱେଶ୍ଚନ୍ଟେ ସଲ୍ଭ କଲେ ଟିକେ ଟାଇମ୍ ଲାଗିବ ଯାହା ହେଲେ ଲାଗିବନି କି ହେଲା ଯଦି ଦିଟା ଦେଇଥାନ୍ତ ତାହେଲେ ଚେକ୍ କରିଥାନ୍ତ ଗୋଟିଏ ଅଛି ମାନେ ମୁଁ କାହିଁ ଚେକ୍ କରିବି ମୁଁ ତମକୁ ପ୍ରୋସେସ୍ କହିଲି କେମିତି ଟାଇମ୍ ସେଭ୍ କରାଯାଏ କ'ଣ କହିଲି ଯଦି ଗୋଟିଏ ଥିବ ମାରିବ ସିଧା ଗୋଟିଏ ବୁଝିଲା କି ନାହିଁ ଯଦି ଦିଟା ତିନିଟା ଅଛି ତାହେଲେ ଏଇଠି ଯଦି 3 ଥାନ୍ତା ଲାଷ୍ଟ ଷ୍ଟେପ୍ଟା ଏଇ ଚେକ୍ କରିଥାନ୍ତ ଏଇ ଦିଟାକୁ ବାକି ଦିଟାକୁ ଭୁଲ ଯାଇଥାନ୍ତ କ'ଣ କହିଲି ପିଲା ବୁଝିହେଉଛି ନା Yes, ନାହିଁ sir. ସିମ୍ପଲ ଓକେ ଆପଣ ନେକ୍ସଟ ଷ୍ଟେପ୍ କରିବା ନେକ୍ସଟ କ୍ୱେଶ୍ଚନ୍ ଆପରେ କରିବା ଦେଖିଲ ଏଟା କ୍ୱେଶ୍ଚନଟା କୁହ ନେକ୍ସଟ କ୍ୱେଶ୍ଚନ୍ ହ୍ୟାଲୋ ଏଇଟା କୁହ देखो the ratio of the length of rope A એટલે rope A और rope B ତା रेशियो କେତେ ଦେଇଛି 3:4 3:4 ଦେଇଛି ହେଲା the ratio of the length of C to length of rope B ଲାଗି ନାହିଁ ତାପରେ C ଆଉ CB ର କେତେ ଦେଇଛି ରେସିଓଟା 7:6 ଦେଖ ରେସିଓ ଅଫ C ତାପରେ C ପାଖରେ ରହିବ 7 B ପାଖରେ ରହିବ କେତେ 6 if the length of the longest rope is 84 centimeter then find the total length of the 3 ropes this is a tricky question actually କ'ଣ କହିଲି ଶୁଭିଲା କି ନାହିଁ this is a tricky question ଏଇ ଟାଇପ୍ର କ୍ୱେଶ୍ଚନ୍ ସଲ୍ଭ କରିଛ କି ତୁମେ କରିନଥିବ ହେଲା ଦେଖ ତ ଏଇଠି B ଅଛି ଏଇଠି ବି B ଅଛି କି ନାହିଁ yes ତାହେଲେ ଏଇଠି ଯୋଉ B ରୋପଟା ଅଛି ତାର ସଟନ ଲେନ୍ଥ ଯାହା ଏଇ କେସରେ ସେଇ ସେମ୍ ଲେନ୍ଥ ନଥିବ କି yes sir ବେଶୀ ନଥିବ ଓକେ ତାହେଲେ ଏଇଠି C ଆଉ B ର ରେସିଓ କେତେ 7:6 ତାହେଲେ ମୁଁ ଏଇଟାକୁ B/6 କରିବି କ'ଣ କରିବି B/6 କରିବି B/C କରିବି ତାହେଲେ C ର କେତେ ଅଛି 7 ଅଛି
7 आउ बी रे केते अछि से बी तो लिखिबि 6 6. हां कहली सुबिला बुझुछि Yes, नै sir. बे अच्छा मु एइटी कोन करबि ना एइटी बी रो जो लेंथ जहाँ भी थिबो सब इक्वल थिबो ना अनइक्वल थिबो मते कुआ गोटे Sir, equal to इक्वल निश्चित थिबो बुझा So होछि equal. तेणु मु कौन करी ना यही जो रेसीोटा अच्छी है बी सी रेसीो 6:7 नहीं कि एटा Yes, sir. हाँ एटी ए बी रेसीो ताले ए बी रेसीो रे मु बी रो एटी जेते अच्छी एटा को सेम इक्वल करियो चेष्टा करी बुझी पारलनी मु कौन कहली ताले एटी कौन करी ए जो बी रो एटी 4 अच्छी एटी 6 अच्छी 4 सी रो मु एलसीएम नेबी कौन नेबी 4 6 रो एलसीएम नेबी एलसीएम केते 12. 12 তাহলে বি জায়গায় মু এটি করিବାକୁ চেষ্টা করিবি কোন এ বি সি র রেশিও বি জায়গায় মু 12 କରିବାକୁ চেষ্টা করিবি কোন বুঝিলা না নাই বি জায়গায় মু Yes, কোন sir. କରିବାକୁ চেষ্টা করিবি 12 କରିବାକୁ ସବୁ চেষ্টা করিবি তাহলে যাই তাଙ୍କର কম্বাইন্ড রেশিওটা ଆମେ কাইবা কোন କହିଲି শুইলা না তাহলে যাই ଆମେ ତାଙ୍କର কম্বাইন্ড রেশিও কাଢିବା ଆଉ ইজিলি সলভ କରିପାରିବା ଦେଖ ବୁଝି ହଉଛି তাহলে বিটা এইটি কোন কলে এই যে এ বি রেশিও যে 3:4 ଦେଇଛି এইটি ଆମେ কোনଟେ মল্টিপ্লাই করে এইটা 12 ହେଇ परिबो 3टे मल्टीप्लाई कले बुझाइलानी Yes, sir. एटी 3 3 9 3 12 ताले ए जगह में केते पाइले 9 पाइले बी जगह 12 पाइले Yes, sir. तो एटी जो बी एस सी और बी रो रेशियो दे 7:6 ताले एटी बी जगह में को मल्टीप्लाई कले पाई परिबी 12 2. 2 मल्टीप्लाई कले 212 पाइले 214 पाइले ताले ए जो 214 कार हे जीवो सी रही जीवो नेकी Yes, sir. बुझला ताले ए बी और सी रो कंबाइंड रेशियो में केते पाइली 9 84. as to 12 as to 14 कौन सुबिला ना नहीं ताले मते गोटे कथा कुआ मु तुमको रेशियो कहली या पूर्वरु कौन कहली एटा रेशियो माने आंकर एचसीएफ पार्ट कैंसिल हेछि ना नहीं Yes, sir. ए समस्त कैंसिल हेछि एचसीएफ पार्ट ताले एचसीएफ पार्ट कैंसिल हेछि माने मते कुआ गोटे कथा ताले 9 रे एटी जेतिकी मल्टीप्लाई हेछि 12 रे एटी सेतिकी मल्टीप्लाई हेछि 14 रे भी सेतिकी मल्टीप्लाई हेनि की Yes, sir. ताले मते को एटी को रोप रो लेंथ रा अधिक आसीबो ए रोप रो लेंथ अधिक आसीबो ना बी रेत रो लेंथ अधिक आसीबो ना सी रोप रो लेंथ अधिक आसीबो कार आसीबो तो pro length अधिका आसिबो कार आसीबो zero pro. जार रेशियो अधिका तार लेंथ अधिका आसीबो ना बुझिलानी Yes, sir. ओके ताले सी लेंथ रो रोप केते हबो लेंथ ऑफ सी केते हबो एटा 40 जदि एटा को एक्स धरिबा एचसीएफ टा एठी भी एक्स धरिबा एटा को एक्स धरिबा ताले 14x हबो नेकी Yes, sir. एटा सबटु लॉन्गेस्ट रो हबो कि नहीं तो लॉन्गेस्ट रो रो Yes. लेंथ केते देजी लॉन्गेस्ट रो रो लेंथ 80%. ताले 14x = 84 हे जिवो ताले x केते हे जिवो 14 84/14 हे हाउ मच 6 हे जिवोनी x केते पाइले रे x जगह केते पाइले बे 6 पाइले नी Yes, sir. भाबु जो कोन बे 1 जगह कहि पर तो पाटे को मंडा पइची Sir, 6. तो 100 जगह 6 पाइले नी ताले डी ए केते से पचारची कोन फाइंड द टोटल लेंथ ऑफ द रोप ताले टोटल रेशियो कर दबो केते जिवो ए टोटल लेंथ केते 9x प्लस 12x प्लस 14x ए तीनटा मिसले केते x होची 9 12 84 plus. 21 21 14 35x Yes, sir. ता माने 35 into 6 = how much 210 Yes, sir. 210 आंसर अछि ना नहीं दिस इज द आंसर Yes, sir. जानि परला ना नहीं क्वेश्चन केमति करे जीवो मु तुम बुझेली बोली एक्चुअली एति समय लागिला कल जदी तबे बुझे कि एटा नेक्स्ट स्टेप रे सॉल्व करियो इजी हे जीवो एटा इंपोर्टेंट क्वेश्चन हैला ମୁଁ ଗୋଟେ ପ୍ରୋସେସ ରେ କଲି ଯେ ପୁରା ହେଇଗଲା ହାତୀ ଘୋଡା ଭଳିଆ हाथी घोड़ा वाला हेला ना एटा इजी लागिलानी मते को किछि मैं कैलकुलेशन करछि बेसी सर ଏଇଟା ଇଜି ଲାଗିଲା हां बुझियो कि नहीं हेलो तो ये क्वेश्चन टाको प्रैक्टिस करियो हैला आज पे एक्चुअली एति क्वेश्चन करिया हैला ए क्वेश्चन को काली पुनी पचारिबी मते क्विकली कहबे गोटे मिनिट भीतर टाइम देबी तो ये जो कंबाइंड रेशियो जो काढिले एटा बुझिबार के डाउट अछि कि नो सर हां जे डाउट अछि को पुनी आउथरे कहबे नो सर ଏଟା ବୁଝିଗଲି साइज जदी बुझिले सब बुझितिबो अरे साग्निक
ବୁଝିଲ ନା ନାହିଁ ପ୍ରତ୍ୟାଶା ଆଦ୍ୟାଶା ଆଉ ପ୍ରଜ୍ଞାଶା Yes, sir. ସବୁ ସା ବୁଝିଲେ ତ Yes, sir. Yes, sir. ଓକେ ମୁଁ ରଖୁଛି ସା this is the Thank you, sir. this thank you sir this is the end Sir କହିଲି। this is the end of today's class actually ସରିଗଲା ନା? ଆହୁରି ପଢିଆ ନା କଣ କିଏ ଏଇ କଥାଟା କହିଲା actually ସାର୍ ପ୍ରଜ୍ଞାର ବୋଧେ ସ୍କୁଲ ଯିବାକୁ ଇଚ୍ଛା ନାହିଁ। 9:05 ବା ହେଲାଣି ସ୍କୁଲ ଯିବେନି 6ଟା କ୍ୱେଶ୍ଚନ କଲେ 8ଟା କ୍ୱେଶ୍ଚନ କଲେ ଆଜି ଆଉ କ୍ଲାସ୍ ପଢିବି ନା କଣ ହଟ୍ ସେତିକି ଥାଉ ମୁଣ୍ଡି ମାରିଦେଲେ ଆଉ ସାର୍ ଏଇ ଚାପ୍ଟରଟା ଭାରି କ୍ରିଟିକାଲ ଲାଗୁଛି। ଆରେ ଜମା ନୁହଁ ମୁଁ ତମେ ଯେତିକି କ୍ୱେଶ୍ଚନ ପଢଉଛି ନା ତୁ ତୋର ଭିଡ଼ିଓ ଥର ରିପିଟ୍ କରି ଦେଖିଦେବୁ ଆଉ ସେତିକି କ୍ୱେଶ୍ଚନକୁ ପ୍ରାକ୍ଟିସ୍ କରିବୁ ତାପରେ ଅଲମ୍ପିଆଡ଼ କ୍ୱେଶ୍ଚନକୁ ଜମ୍ପ କରିବୁ କେତେ ଇଜିଲି ହେବ ହେଲା ମୁଁ ଯେଉଁ ପଢ଼ିଛି ତୁମକୁ ଯେଉଁ ଚାପ୍ଟର 6ରେ 8ର ଯେଉଁ ଫ୍ରାକ୍ସନ୍ ଯେଉଁ ଥିଓରି ପଢ଼ିଛି ତାକୁ ଥରେ ରିକଲ୍ କରିକି ଦେଖ ରିପିଟ୍ କରିକି ହେଲା ନିଶ୍ଚିନ୍ତ ବୁଝା ପଡ଼ିବ ବଢ଼ିଆ ଭାବରେ ବୁଝା ପଡ଼ିବ ହେଲା ଆଉ ଏଇଠି କିଛି ନୂଆ ନୂଆ ଟ୍ରିକ୍ସ ଆସିବ ତାକୁ ନୂଆ ନୂଆ ଟ୍ରିକ୍ସ ମୁଁ କହିବି ଯାହା ଆସିବ ବୁଝିବୁଝି ନା ନାହିଁ ଆଉ ବଢ଼ିଆ ଟ୍ରିକ୍ସ ମୋଠୁ ଶିଖିବ ଠିକ୍ ଅଛି ଓକେ ଥ୍ୟାଙ୍କ ୟୁ ଭେରି ମଚ୍ ଅଲ୍ ଅଫ୍ ୟୁ ଥ୍ୟାଙ୍କ ୟୁ ସାର୍। ହଁ